ଗପଟିର ନାମ ଦିବା ସ୍ୱପ୍ନ। ଗୋଟିଏ ଚୋର ସବୁବେଳେ ରାଜଉଆସ ବାଟ ଦେଇ ଗଲାବେଳେ ଚିନ୍ତା କରେ, ଯଦି ମୁଁ ରାଜାଙ୍କର ଗୁପ୍ତଧନ ଥିବା କୋଠରୀ କେଉଁଠାରେ ଅଛି ଜାଣିପାରନ୍ତି, ମୋର ଦୁଃଖର ଦିନ ଯିବ। ମୁଁ ସେ ଧନ, ଟଙ୍କା, ସୁନା, ରୂପା ଆଦି ଚୋରି କରି ବହୁ ବର୍ଷ ଚଳନ୍ତି। ମାତ୍ର ତା ପାଇଁ ବଡ଼ ଦୁଃଖର କଥା ଥିଲା ଯେ ଉଆସ ଚାରିପଟେ ଥିବା ବଡ଼ ପାଚେରୀ। ଏତେ ବଡ଼ ପାଚେରୀ ଡେଇଁ ଯିବା କଷ୍ଟକର ଆଉ ଅସମ୍ଭବ ମଧ୍ୟ। ଯଦି ସିପାହୀମାନେ ଦେଖିଦିଅନ୍ତି, ତେବେ ମୃତ୍ୟୁଦଣ୍ଡ ନିଶ୍ଚିନ୍ତ। ଚୋରଟି ସବୁବେଳେ ତା ଭାବନାରେ ଥାଏ, ସବୁବେଳେ ଭଗବାନଙ୍କୁ ଡାକେ, ହେ ପ୍ରଭୁ, ମୋ ବେକ ବହୁତ ଲମ୍ବା କରିଦିଅ, ମୋ କାନକୁ ହାତୀର କାନ ପରି କରିଦିଅ, ମୋ ଆଖିକୁ ତୀକ୍ଷ୍ଣ ଆଉ ଛୋଟ କରିଦିଅ, ଯେପରିକି ମୁଁ ଗୁପ୍ତ କୋଠରୀର ଭିତର ଅଂଶ ବାହାରେ ଥାଇ ମଧ୍ୟ ଦେଖିପାରିବି। କାନ ଦ୍ୱାରା ଛୋଟ ଛୋଟ ଶବ୍ଦକୁ ମଧ୍ୟ ଶୁଣିପାରିବି। ଲମ୍ବା ବେକ ହେଲେ ମୁଁ ରାଜଉଆସ ମଧ୍ୟରେ କେଉଁଠି କ'ଣ ଅଛି ବାହାରେ ଥାଇ ଜାଣିପାରିବି। ଏପରି କିଛି ଦିନ କଟିଗଲା। ତାର ଭାବନା ଦିନେ ସତ ହୋଇଗଲା। ଦିନେ ସେ ଏହି କଥା କହୁଥିବା ସମୟରେ ତାର କଥା ସେହି ବାଟ ଦେଇ ଯାଉଥିବା ଦୁଇ ଦେବଦୂତ ଶୁଣିଲେ। ସେମାନେ ମଣିଷଙ୍କର ଭାବନାକୁ କିଛି ସମୟ ପାଇଁ ପୂର୍ଣ୍ଣ କରନ୍ତି। ଯିଏ ଭଲ ମଣିଷ ତାର ଭଲ ହୁଏ, ଆଉ ଯିଏ ଖରାପ ମଣିଷ ତାର ଅନ୍ତ ହୁଏ। ଚୋରର କଥା ଶୁଣି ସେମାନେ ଚୋର ଉପରେ ପ୍ରସନ୍ନ ହେଲେ। ଚୋରକୁ କହିଲେ, କେବଳ ଅମାବାସ୍ୟା ରାତିର ଘୋର ଅନ୍ଧକାରରେ ହିଁ ତୋତେ ଏପରି କରିବା ପାଇଁ ପଡ଼ିବ। ଅନ୍ୟ ଦିନରେ ଯଦି ତୁ ଏ ରୂପ ଧରିବୁ, ତେବେ ତୋର ମୃତ୍ୟୁ ସୁନିଶ୍ଚିତ। ଚୋର ଏକଥା ଶୁଣି ହିଁ ହଁ ଭରିଲା। ଦିନକର କଥା। ପ୍ରକୃତରେ ଦେବଦୂତମାନେ ତାକୁ ଏ ବର ଦେଇଛନ୍ତି କି ନାହିଁ ତାହା ଜାଣିବା ପାଇଁ ଚେଷ୍ଟା କଲା। ସେ ଦେବଦୂତଙ୍କୁ ସ୍ମରଣ କରି ତାର ଭାବନା ବ୍ୟକ୍ତ କଲା। ଚାହୁଁ ଚାହୁଁ ଚୋରର ବେକ ଲମ୍ବା ହୋଇଗଲା, ଆଖି ଛୋଟ ଓ କାନ ବଡ଼ ବଡ଼ ହୋଇଗଲା। ବଡ଼ ଭୟଙ୍କର ଜୀବ ଭଳି ଦେଖାଗଲା। ଚୋର ଦେବଦୂତ କହିଥିବା ଅମାବାସ୍ୟାର ରାତ୍ରି କଥା ଭୁଲିଗଲା। ଏଭଳି ଏକ ନୂଆ ରୂପ ନେଇ ସେ ରାଜଉଆସ ଆଡ଼େ ଚାଲିଲା। ଏଭଳି ଏକ ଲୋକକୁ ଦେଖି ରାଜରାସ୍ତାରେ ସମସ୍ତେ ଡରିଗଲେ। ରାଜାଙ୍କୁ ଖବର ଦିଆଗଲା। ରାଜା ସିପାହୀ ଲଗାଇ ଚୋରକୁ ଗୋଡ଼ାଇବାକୁ ଲାଗିଲେ। ଚୋରଟି ଦୌଡ଼ି ଦୌଡ଼ି ଏକ ଜଙ୍ଗଲ ମଧ୍ୟକୁ ପଳାଇଗଲା। ଜଙ୍ଗଲରେ ବି ତାକୁ ବାଘମାନେ ଘେରିଗଲେ। ଏଭଳି ନୂଆ ପଶୁଟିଏ ଦେଖି ତା ଉପରକୁ ଲମ୍ଫ ମାରିଲେ। ଚାହୁଁ ଚାହୁଁ ଚୋରର ବେକକୁ ବାଘମାନେ କାମୁଡ଼ି କାମୁଡ଼ି ଛିଣ୍ଡାଇ ଖାଇଗଲେ। ଚୋର ତାର ମୂର୍ଖାମି ପାଇଁ ଅକାଳରେ ମୃତ୍ୟୁବରଣ କଲା। ମୃତ୍ୟୁ ସମୟରେ ଦୁଇ ଦେବଦୂତ କହିଲେ, ତୁ ଚୋରଟାଏ। ବହୁତ ଲୋକଙ୍କ ଘରୁ ଚୋରି କରି ସେମାନଙ୍କୁ କାଙ୍ଗାଳ କରି ଏମିତି ମୃତ୍ୟୁ ମୁଖରେ ଛାଡ଼ି ଦେଇଛୁ। ଆଜିର ଦିନଟି ପାଇଁ ତୋର ଏହି ଖରାପ ଦିବା ସ୍ୱପ୍ନ ହିଁ ଦାୟୀ। ଏହା କହି ଦୁଇ ଦେବଦୂତ ହସି ହସି ଚାଲିଗଲେ। ତେଣୁ ଆଗ ପଛ ବିଚାରି କାମ ଯେ ନ କରେ, ଅକାଳ ମୃତ୍ୟୁକୁ ଡାକି ଯାଏ ସେ ପଥରେ।